ଗତକାଲି ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ବେଲପଡ଼ା ଗ୍ରାମ ପଞ୍ଚାୟତରେ ଖୁସିର ଲହର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବେଲପଡ଼ା ଗ୍ରାମର ଅରକ୍ଷିତ ମେହେର ଓ ସୂର୍ଯ୍ୟକାନ୍ତି ମେହେରଙ୍କ ସୁପୁତ୍ର ଟିକେଶ୍ୱର ମେହେର ସୀମା ସୁରକ୍ଷା ବଳର ଜାମ୍ମୁ କାଶ୍ମୀରର ଉଧମପୁରରେ ତାଲିମ କାର୍ଯ୍ୟ ପରିଶେଷ କରି ନିଜ ଗାଁ ମାଟିକୁ ପ୍ରଥମ ଥର ପାଇଁ ପ୍ରତ୍ୟାବର୍ତ୍ତନ କରିଥିବାରୁ ଗ୍ରାମର ଲୋକେ ତଥା ଅଞ୍ଚଳର ଲୋକଙ୍କ ମନରେ ଖୁସିର ଲୁହ ବୁହାଇ ଦେଇଛି। ଏହି ଖୁସିରେ ଗ୍ରାମରେ ବାଜା ଗଜା ସହିତ ଜାତୀୟ ଗାନରେ ଗାଁଟି ଦୁଲୁକି ଉଠିଥିଲା। ଗାଁର ସମସ୍ତ ପୁରୁଷ ମହିଳା ପୁଅ ଝିଅ ସାମିଲ ହୋଇ ଯବାନଙ୍କୁ ସ୍ୱାଗତ କରିଥିଲେ। ଏହି ସ୍ୱାଗତ ସମୟରେ ବେଲପଡ଼ା ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର, ଅଧ୍ୟକ୍ଷ ରଞ୍ଜିତ ମେହେର, ପୂର୍ବତନ ସମିତି ସଭ୍ୟ କିଶୋର ଗିବେଳା, ଭୁଲିଆ ସମାଜ ସଭାପତି ମୁକୁନ୍ଦ ମେହେର, ବିଏସ୍ଏଫ୍ ଯବାନ ଟିକେଶ୍ୱରଙ୍କୁ ସେଲ୍ୟୁଟ୍ ମାରି ସ୍ୱାଗତ କରିଥିଲେ। ବଙ୍ଗମୁଣ୍ଡାରୁ ରାଧେଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍। आज आम बीएसएफ जवान गोटे पाइछु ये माटी मोर गाँ मोर माटी आम आम पाखर गाँ पाखर पिला से छोट बिलु से तार लक्ष्य थिला जे मु जवान नेबी तार से जवान एका होइछि आ तार आशा पूरण होइछि सेति आम समस्त खुशी बहुत बहुत खुशी ये गाँर समस्त खुशी अछंती तांको स्वागत जणाइलु समस्त खुशी रे आज लहर उठी उठी